ତମେ ମାନେ ଜାଣିଛ ଯେ ଆରଆଇ ଏଆରଆଇ ଅମିନ ଯୋଉ ରହିଛି ବର୍ତ୍ତମାନ ସମୟରେ ବହୁତ ସାରା ଡିଷ୍ଟ୍ରିକ୍ଟରେ ଆସିଯାଇଛି କିନ୍ତୁ ଏଇଠି କିଛି ପିଲା କମ୍ପ୍ଲେନ କରୁଛନ୍ତି ଯେ ସାର୍ ଆମ ଡିଷ୍ଟ୍ରିକ୍ଟରେ ତ ଭେକେନ୍ସି କମ ଆସିଛି ଆମେ ମାନେ କଣ କରିବୁ ତା ଉପରେ କୁହନ୍ତୁ। ଆଜିର ଭିଡିଓରେ ମୁଁ ତୁମକୁ ପୁରା କମ୍ପ୍ଲିଟ ଡିଟେଲ୍ସ କହିବି କୋଉ କୋଉ ଡିଷ୍ଟ୍ରିକ୍ଟରେ ଭେକେନ୍ସି ବଢିବ କୋଉ ପଞ୍ଚାୟତରେ ଭେକେନ୍ସି ବଢିବ ସବୁ କିଛି କହିବି ସେଥିପାଇଁ ଭିଡିଓକୁ ତମେ ମାନେ ଶେଷ ପର୍ଯ୍ୟନ୍ତ ଦେଖିବ କାରଣ ଯଦି ତମେ ଭିଡିଓକୁ ଅଧାରୁ ଛାଡି ଦେଉଛ ତାହେଲେ ତମେ ମାନେ ବହୁତ କିଛି ଅପଡେଟ ପାଇପାରିବ ନାହିଁ। ଗୋଟେ ଲକ୍ଷ୍ୟ କର ପିଲାମାନେ ଏଠି ଯୋଉ ତମର ଭେକେନ୍ସି ଯୋଉଟା ତମର ଆଇସିଡିଏସ୍ ସୁପରଭାଇଜର ଯୋଉଟା ତମର ନୋଟିସ ଆସିଥିଲା ତମେ ଯଦି ଏଇ ନୋଟିସଟିକୁ ଲକ୍ଷ୍ୟ କରିବ ଏଠି ସବୁ ଡିଷ୍ଟ୍ରିକ୍ଟ ପାଇଁ ତମର ରେଭିନ୍ୟୁ ଇନ୍ସପେକ୍ଟର ଭେକେନ୍ସି ଆସିନଥିଲା। ମୁଁ ତୁମକୁ ପୁରା କ୍ଲିୟରଲି ସବୁ ଜିନିଷ ଦେଖେଇ ଦଉଛି। ଏଠି ଲକ୍ଷ୍ୟ କର ତମର ଯୋଉ ରେଭିନ୍ୟୁ ଇନ୍ସପେକ୍ଟର ପିଲାମାନେ ଯୋଉ ରହିଛି ଆରଆଇ ଭେକେନ୍ସି ଯୋଉଟା ତମର ରହୁଛି ଏଠି ତମର କେତୋଟି ଡିଷ୍ଟ୍ରିକ୍ଟ ପାଇଁ ଦେଖ ପିଲାମାନେ ଥିଲା ବରଗଡ଼ ବାଲେଶ୍ୱର ବଲାଙ୍ଗୀର ବୌଦ୍ଧ ଢେଙ୍କାନାଳ ଜଗତସିଂହପୁର ଯାଜପୁର ଏବଂ ତମର ହଉଛି ସୁନ୍ଦରଗଡ଼ ହେଲା ଏତିକି ଭେକେନ୍ସି ତମର ରେଭିନ୍ୟୁ ଡିପାର୍ଟମେଣ୍ଟରେ 165 ଟି ଭେକେନ୍ସି ତମର ଏତିକି ଭେକେନ୍ସି ଆସିବ। ତମେ କହିବ ସାର୍ ଆମର ତ ଟୋଟାଲ 70 ଭେକେନ୍ସି ନୁହେଁ ତ ଏତିକି ଭେକେନ୍ସି କଣ ପାଇଁ ଆଉ ବାକି ଭେକେନ୍ସି କଣ ପାଇଁ ଆସିନାହିଁ ତାର ଗୋଟେ କାରଣ ହେଲା ଯେତେବେଳେ ସବୁ ଡିପାର୍ଟମେଣ୍ଟକୁ ରିକ୍ୱିଜେସନ ମଗା ଯାଇଥିଲା କିନ୍ତୁ ସବୁ ଡିପାର୍ଟମେଣ୍ଟ ରିକ୍ୱିଜେସନ ମଗେଇ ମାନେ ଦେଇ ନାହାନ୍ତି। ଆଉ କିଛି ଏମିତି ଡିପାର୍ଟମେଣ୍ଟ ରହୁଛନ୍ତି ଯୋଉମାନେ ତ ରିକ୍ୱିଜେସନ ତ ଦେଇଥିଲେ କିନ୍ତୁ ସେ ରିକ୍ୱିଜେସନଟା ଠିକ ଭାବରେ ମାନେ ଯେତିକି ତାଙ୍କର ଭେକେନ୍ସି ରହିବା କଥା ସେତିକି ସେମାନେ ଦେଇନାହାନ୍ତି ଯାହାଦ୍ୱାରା ବର୍ତ୍ତମାନ ସମୟରେ କେବଳ ଏତିକି ଭେକେନ୍ସି ପିଲାମାନେ ତୁମର ରହିଛି 165 ଟି ହେଲା। ତା ବାଦ ଯଦି ମୁଁ ତୁମକୁ ଆଉ ଦେଖେଇବି ଏଠି ଲକ୍ଷ୍ୟ କର ଯୋଉ ତୁମର ଏଆରଆଇ ଅମିନ ରହୁଛି ମାନେ ଯଦି ତୁମର ଯଦି ମୁଁ କହିବି ଆଇସିଡିଏସ୍ ସୁପରଭାଇଜର କଥା କହିବି ଏଠି ମଧ୍ୟ ତମର ସେଇ ସେମ ସିଚୁଏସନ ଏଠି ତ 30ଟି ଜିଲ୍ଲା ଯାକ ତ ଦେଇଛନ୍ତି କିନ୍ତୁ ସବୁ ଡିଷ୍ଟ୍ରିକ୍ଟରୁ ପାର୍ଟିକୁଲାର କେତେ ଭେକେନ୍ସି ସେଟା ପିଲାମାନେ ଏତେ ପର୍ଯ୍ୟନ୍ତ ବି ମିଳିନାହିଁ ସେମ ଜିନିଷ ରହୁଛି କିନ୍ତୁ ଖାସ କରିକି ଯଦି ମୁଁ କହିବି ଏଆରଆଇ ଏବଂ ଅମିନ ଏଇଗୁଡ଼ିକ ଦୁଇଟି ଯୋଉ ଭେକେନ୍ସି ଆରଆଇ ଏଆରଆଇ ଅମିନ ଏଠି ଏତେ ପର୍ଯ୍ୟନ୍ତ ବି ସବୁ ଡିଷ୍ଟ୍ରିକ୍ଟ ତାଙ୍କର ଭେକେନ୍ସି ଦେଇନାହାନ୍ତି। ତମେ କହିବ ସାର୍ କୋଉ ଡିଷ୍ଟ୍ରିକ୍ଟ ଦେଇଛନ୍ତି ଆଉ କୋଉ ଡିଷ୍ଟ୍ରିକ୍ଟ ଦେଇନାହାନ୍ତି ଆମେ ସେଗୁଡ଼ିକ କେମିତି ଜାଣିବା ଏବଂ ଆମ ଡିଷ୍ଟ୍ରିକ୍ଟରେ ଭେକେନ୍ସି କଣ ବଢିବ ନା ଆମ ଡିଷ୍ଟ୍ରିକ୍ଟରେ ବି ଭେକେନ୍ସି ବଢିବ ନାହିଁ ତାକୁ ଟିକେ କୁହନ୍ତୁ। ଦେଖ ଏଇଟା କହିବା ପୂର୍ବରୁ ମୁଁ ତୁମକୁ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଇନଫର୍ମେସନ ପିଲାମାନେ ଦବା ପାଇଁ ମୁଁ ଚାହୁଁଛି ବର୍ତ୍ତମାନ ସମୟରେ ଆମର ବେଚ୍ ଗୁଡ଼ିକ ଷ୍ଟାର୍ଟ ହେଇଯାଇଛି କୋଉଥିପାଇଁ ବେଚ୍ ତମେ ଜାଣିଥିବ ଆଉ ଅଳ୍ପ ଦିନ ଭିତରେ ତମର ଏଆରଆଇ ଅମିନ ମାନେ ର ଏକ୍ସାମ ହବ ଅଗଷ୍ଟ ବେଳକୁ ତମର ଏଆରଆଇ ଅମିନର ଆରଆଇ ଏଆରଆଇ ଅମିନର ଏକ୍ସାମ ତମର ଅଗଷ୍ଟରୁ ସେପ୍ଟେମ୍ବର ଭିତରେ ହବା ପାଇଁ ଯାଉଛି ତା ସହିତ ତମର ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ମଧ୍ୟ ତା ଭେକେନ୍ସି ମଧ୍ୟ ଅଳ୍ପ ଦିନ ଭିତରେ ଆସିବା ପାଇଁ ଯାଉଛି। ପିଲାମାନେ ଯଦି ତୁମେ ପୁରା ପ୍ରଥମରୁ ପଢିବା ପାଇଁ ଚାହୁଁଛ ଯେ ସାର୍ ଯାହା ବି ହେଇଯାଉ ଏଥର ମୁଁ ପୁରା ପ୍ରଥମରୁ ପଢିମି ପ୍ରଥମରୁ ପଢିକି ଏନି ହାଉ ଏଥର ମୁଁ ଗୋଟେ ଚାକିରି କରିବି ଯଦି ପୁରା ପ୍ରଥମରୁ ପଢିବା ପାଇଁ ଚାହୁଁଛ ତାହେଲେ ଆମର ପ୍ରତିଜ୍ଞା 3.0 ବେଚ୍ ଷ୍ଟାର୍ଟ ହେଇଯାଇଛି। ଓଡ଼ିଶାର ହଜାର ହଜାର ପିଲା ବର୍ତ୍ତମାନ ଆମ ସହିତ ନିଜର ପ୍ରିପାରେସନ ଷ୍ଟାର୍ଟ କରି ସାରିଲେଣି। ଏଠି ତମେ ମାନେ ପୁରା ବେସିକ ରୁ ପଢିବ ଯଦି ବେସିକ ରୁ ପଢିକି ବି ତମର ଚାକିରି ନହେଲା ତେବେ ତମ ଟଙ୍କା ତମେ ରିଫଣ୍ଡ ନେଇଯିବ ଫାର୍ଷ୍ଟ କଥା। ଦ୍ୱିତୀୟ କଥା ହେଲା ଆମର ପିଲାମାନେ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ପାଇଁ ମଧ୍ୟ ବେଚ୍ ଚାଲିଛି ଯଦି ତୁମେ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସରର ବି ବେଚ୍ ନେଇକି ପଢିବା ପାଇଁ ଚାହୁଁଛ ତାହେଲେ ମଧ୍ୟ ଆମର ପିଓ ବେଚ୍ କୁ ନେଇକି ପଢି ପାରିବ ତାହା ମଧ୍ୟ ଆମର ବର୍ତ୍ତମାନ ସମୟରେ ଷ୍ଟାର୍ଟ ହେଇଯାଇଛି। ମୁଁ ତାହା ମଧ୍ୟ ତୁମକୁ ଦେଖେଇ ଦଉଛି ଦେଖ ଏଠି ଯୋଉ ପଞ୍ଚାୟତ ଏକ୍ଜିକ୍ୟୁଟିଭ ଅଫିସର ପିଲାମାନେ ଆ ବେଚ୍ ମଧ୍ୟ ଷ୍ଟାର୍ଟ ହେଇଯାଇଛି ଆକୁ ମଧ୍ୟ ତମେ ମାନେ ନେଇପାରିବ। ଚାଲ ଏଥର ଆମେ ଭିডিଓକୁ ଆଗକୁ ବଢେଇବା। ତୁମେ କହିବ ସାର୍ ଆପଣ ଯୋଉ କହିଲେ ଭେକେନ୍ସି ବଢିବ ଖାସ କରିକି ଆରଆଇ ଏଆରଆଇ ଅମିନର ଭେକେନ୍ସି ଆପଣ ବଢିବ ବୋଲି କହୁଛନ୍ତି କିନ୍ତୁ କୋଉ ଡିଷ୍ଟ୍ରିକ୍ଟରେ କେତେ କଣ ଭେକେନ୍ସି ରହିବ ଏବଂ କୋଉ ଡିଷ୍ଟ୍ରିକ୍ଟରେ ସବୁଠୁ ଅଧିକ ଭେକେନ୍ସି ରହିବ। ଯେମିତି ତୁମକୁ ପିଲାମାନେ ମୁଁ କହିଲି ଟୋଟାଲ ଦେଖ ସୁନ୍ଦରଗଡ଼ ଡିଷ୍ଟ୍ରିକ୍ଟ ଯଦି ମୁଁ କହିବି ଏଠି ଟୋଟାଲ 6ଟି ଭେକେନ୍ସି ରହୁଛି ସମ୍ବଲପୁର ଗୋଟେ ବଡ ଡିଷ୍ଟ୍ରିକ୍ଟ ତାପରେ ବି ଏଠି ତମର ଗୋଟେ ଭେକେନ୍ସି ରହୁଛି ହେଲା କିନ୍ତୁ ଏଠି ମେନ୍ କଥା ହେଲା ଟୋଟାଲ ବହୁତ ସାରା ଡିଷ୍ଟ୍ରିକ୍ଟ ମୁଁ ତୁମକୁ ଦି ତିନିଟା ଏକ୍ସାମ୍ପଲ ଦେଇ ଦଉଛି ଏଟା ତୁମର 12 ଜାନୁଆରୀରେ ପିଲାମାନେ ନୋଟିସଟି ଆସିଲା କୋଉ ଡିଷ୍ଟ୍ରିକ୍ଟରୁ ପିଲାମାନେ ପୁରୀ ଡିଷ୍ଟ୍ରିକ୍ଟରୁ ହଉ ବର୍ତ୍ତମାନ ଆମେ ଏଠି ଦେଖିବା ଏଠି ପୁରୀ ଅଛି କି ନାହିଁ ପୁରୀ ଯିବା ଏମ୍ ଏନ୍ ଦେଖ ଛୁଆ ମାନେ ଓ ପରେ ପି ଦେଖ ନାହିଁ ତାମାନେ ପୁରୀର ଏଠି ଭେକେନ୍ସି ନାହିଁ ତାମାନେ କଣ ପୁରୀ ଡିଷ୍ଟ୍ରିକ୍ଟର ପିଲା ଆରଆଇ ପାଇବେନି ଆରଆଇ ପିଲାମାନେ ପାଇବେ ପୁରୀ ଡିଷ୍ଟ୍ରିକ୍ଟର ପିଲା ଆରଆଇ ଚାକିରି ପାଇବେ କିନ୍ତୁ ଏମାନେ ଛୁଆ ଏତେ ପର୍ଯ୍ୟନ୍ତ ପୁରୀ ଡିଷ୍ଟ୍ରିକ୍ଟ ତାର କେତେ ଭେକେନ୍ସି ଛୁଆ ସିଏ ଦେଇନାହିଁ ଯୋଉଟା କି 12 ଜାନୁଆରୀରେ ସମସ୍ତଙ୍କୁ ଆସିଥିଲା ଯେ ତମର ଡିଷ୍ଟ୍ରିକ୍ଟରେ କେତେ ଯୋଉ ବାକି ଡିଷ୍ଟ୍ରିକ୍ଟ ଗୁଡିକ ଏତେ ପର୍ଯ୍ୟନ୍ତ ତମର ରିକ୍ୱିଜିସନ ଦେଇନ ଯେ କେତେ ଭେକେନ୍ସି ଫିଲଅପ ହବ ତାର ରିକ୍ୱିଜିସନ ଜଲ୍ଦି ଦବା ପାଇଁ ଏମାନେ ରିକ୍ୱେଷ୍ଟ କରିଛନ୍ତି ହେଲା। ମୁଁ ଗୋଟେ ତୁମକୁ ଏକ୍ସାମ୍ପଲ ଦେଲି ପୁରୀ
आउटे देख पिला माने एमिति सब डिस्ट्रिक्ट जो जो डिस्ट्रिक्ट रे आसीनी तुम जदि जानिया पई चाहुचो ताहाले वीडियो डिस्क्रिप्शन ले हमर टेलीग्राम चैनल रो लिंक अछि मु सब गुडी को नोटिस तुमको पठेई देबी सब डिस्ट्रिक्ट जो डिस्ट्रिक्ट रो तुमरो रिक्वेजिशन जाईची सब डिस्ट्रिक्ट रो तुमको मु टेलीग्राम ग्रुप रे पठेई देबी जो माने एते पर्यंत भी टेलीग्राम ग्रुप रे जॉइन हेइनो एबे ही जाओ टेलीग्राम ग्रुप रे जॉइन हेइ जाओ देखो सेकंड जोटा पिला माने एटा तुमर हैला गंजाम तुमको जदि मु एठी देखैबी एठी गंजाम अछि कि नै लक्ष्य करो गंजाम आसी गला तुमरो संबलपुर देख तुमर गंजाम नहीं एठी हैला जी तापरे तुमर डी परे डायरेक्ट जगतसिंहपुर आसी हेची जी देखो गंजाम नहीं त माने कोन गंजाम डिस्ट्रिक्ट रे गंजाम भी उठे एडे बड़ जिल्ला कोन गंजाम रे नहीं वैकेंसी गंजाम रे पिला माने वैकेंसी अछि किंतु गंजाम रे एमाने जेतिकी देइथिले जेतिकी तांकर फिलअप होबा पई दिया हाइ जाइतिला सेटा तांकर नुहे से माने कहले जे ना आहुरी तमरो सेठी पोस्ट अछि सेति पई छ माने गंजाम भी तमरो आसीनी देखो ए सब डिस्ट्रिक्ट को समान को कहा जाइछि जे ओडिसा सब ऑर्डिनरी स्टाफ सिलेक्शन कमिशन को तमे जल्दी जल्दी पठाओ जहा द्वारा कि से माने आउ थरे आर रिवाइज बार करिवे तेणु तमे जो पचारुथलो जे सर कोन ए जो 165 टा वैकेंसी रहउची कोन एतिकी वैकेंसी फाइनल ना आ बाद भी आहुरी वैकेंसी आसीबो आ बाद 100% वैकेंसी पिला माने तमरो बढ़िबो एआरआई आरआई अमीनो कारण एतिकी तमरो ओडिसा रो 17 टी जिल्ला नुहे को पंचायत रे केते कोन वैकेंसी पिला माने बढ़िबो बा को जिल्ला रे जदि तुमे जानिया पई चाहू जे सर जदि बालेश्वर सर 51 टा वैकेंसी बालेश्वर बहुत भलो वैकेंसी पिला माने आसी बालेश्वर रहउची 51 टा वैकेंसी तो सर कोन बालेश्वर रे आउ वैकेंसी बढ़िबो की किबा तुमे देखो बौद्ध रे गोटे वैकेंसी तमरो कोलाहांडी रे देखो मात्र दुईटा वैकेंसी तमरो रहउची तुम कहबो सर कोन आमो जो डिस्ट्रिक्ट रे कोन वैकेंसी बढ़िबो जदि तुमे जानिया पई चाहू तबे कमेंट सेक्शन ले निजर डिस्ट्रिक्ट रो नेम को पिला माने लिखि दियो एवं ता सहित आरआई अमीनो पीओ जेतिकी भी तमरो 2026 रे नियुक्ति आसुची सबुरो टेक्निक अपडेट हम टेलीग्राम ग्रुप रे सब दिन मिलुची ता सहित फ्री स्टडी मटेरियल मिलुची जदि तमे देखिया पई चाहुचो बा जदि तमे प्रिपरेशन करिया पई चाहुचो आ लेट करनी एबे ही हम टेलीग्राम ग्रुप रे जॉइन हे जाओ जदि तुमको फ्री रे ई बुक दरकार ताहले भी तमे माने हम एप्लीकेशन ऑल एग्जाम साथी को इंस्टॉल करि परिबो तो पिला माने देखो हमरो पीओ बैच स्टार्ट हे जाईची हमरो जो रहिची प्रतिज्ञा 3.0 बैच जोटा कि आरआई अमीनो पई भिओ पई VAW पई सब पई हमरो बेस स्टार्ट हे जाईची जदि तुमे एनरोल करिया पई चाहुचो आ लेट करनी एबे ही एनरोल करि दियो तो आज पई एतिकी रोहिल नमस्कार जय जगन्नाथ।